ଦୁନିଆରେ କୌଣସି ମଣିଷର ପରିସ୍ଥିତି ସବୁଦିନ ପାଇଁ ଏକା ଭଳି ନଥାଏ। ପରିସ୍ଥିତି ବି ଦିନେ ସମୟ ସହିତ ବଦଳିଯିବ। ତେଣୁ କାହାକୁ ଛୋଟ ମନେ କରି ନିଜକୁ ନିଜେ ଗର୍ବ କରିବା ଉଚିତ ନୁହେଁ। କାରଣ ଏ ସମୟ ଚାଲିଯିବ। ଯେଉଁ କଥା ହୃଦୟକୁ କଷ୍ଟ ଦେଉଛି ସେହି କଥା ଯଦି ନିଜେ ସହିପାରୁନାହଁ ସେପରି କଥା ଅନ୍ୟ କାହାକୁ ବି କୁହ ନାହିଁ। କାରଣ କଥା ଛୋଟ ହେଲେ ମଧ୍ୟ ଯନ୍ତ୍ରଣା ଗଭୀର ହୋଇପାରେ। ଲେଖିବାରେ ପେନ୍ ଭୁଲ କରିପାରେ କିନ୍ତୁ ପେନସିଲ୍ ନୁହେଁ। କାହିଁକି ନା ତା ସାଙ୍ଗରେ ତା ସାଥୀ ରବର ଥାଏ। ଠିକ୍ ସେହିପରି ଯେ ପର୍ଯ୍ୟନ୍ତ ଗୋଟିଏ ଭଲ ସାଙ୍ଗ ତୁମ ସାଥିରେ ଥିବ ସିଏ ତୁମର ସବୁ ଭୁଲକୁ ଲିଭେଇ ତୁମକୁ ଗୋଟିଏ ଭଲ ମଣିଷ କରି ଠିକ୍ ରାସ୍ତାରେ ନେଇ ଚାଲିବ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କେବେ ବି ଅନ୍ୟମାନଙ୍କ କଥାରେ ନିଜ ମନକୁ ଦୁଃଖିତ କର ନାହିଁ। ଲୋକମାନେ କ'ଣ ଭାବୁଛନ୍ତି ତାହା ସେମାନଙ୍କର କର୍ମ, କିନ୍ତୁ ତୁମେ କ'ଣ କରୁଛ ତାହା ତୁମର ଧର୍ମ। ଏ ଦୁନିଆରେ ସମସ୍ତେ ତୁମକୁ ପସନ୍ଦ କରିବେ ତାହା ସମ୍ଭବ ନୁହେଁ। ଆଉ ଯଦି ତୁମେ ଲୋକଙ୍କ କଥାକୁ ଧ୍ୟାନ ଦେବ ତେବେ ଜୀବନ ସାରା ଦ୍ୱନ୍ଦ୍ୱରେ ଛନ୍ଦି ହୋଇ ରହିଯିବ। ଗୋଟିଏ କଥା ମନେ ରଖନ୍ତୁ, ସତ୍ୟ ପଥରେ ଚାଲୁଥିବା ମଣିଷ କିଛି ସମୟ ପାଇଁ ହୁଏତ ହଇରାଣ ହୋଇପାରେ, କିନ୍ତୁ ଯେତେବେଳେ ସୁଖ ଆସିବ ତାଠାରୁ ଅଧିକ ସୁଖୀ ଆଉ କେହି ହୋଇପାରିବେ ନାହିଁ। ତେଣୁ ସବୁବେଳେ ଧର୍ମର ମାର୍ଗରେ ଚାଲିବା ଉଚିତ। ଦୁନିଆରେ କୌଣସି ମଣିଷର ପରିସ୍ଥିତି ସବୁଦିନ ପାଇଁ ଏକା ଭଳି ନଥାଏ। ପରିସ୍ଥିତି ବି ଦିନେ ସମୟ ସହିତ ବଦଳିଯିବ। ତେଣୁ କାହାକୁ ଛୋଟ ମନେ କରି ନିଜକୁ ନିଜେ ଗର୍ବ କରିବା ଉଚିତ ନୁହେଁ। କାରଣ ଏ ସମୟ ଚାଲିଯିବ। ଯେଉଁ କଥା ହୃଦୟକୁ କଷ୍ଟ ଦେଉଛି ସେହି କଥା ଯଦି ନିଜେ ସହିପାରୁନାହଁ ସେପରି କଥା ଅନ୍ୟ କାହାକୁ ବି କୁହ ନାହିଁ। କାରଣ କଥା ଛୋଟ ହେଲେ ମଧ୍ୟ ଯନ୍ତ୍ରଣା ଗଭୀର ହୋଇପାରେ। ଲେଖିବାରେ ପେନ୍ ଭୁଲ କରିପାରେ କିନ୍ତୁ ପେନସିଲ୍ ନୁହେଁ। କାହିଁକି ନା ତା ସାଙ୍ଗରେ ତା ସାଥୀ ରବର ଥାଏ। ଠିକ୍ ସେହିପରି ଯେ ପର୍ଯ୍ୟନ୍ତ ଗୋଟିଏ ଭଲ ସାଙ୍ଗ ତୁମ ସାଥିରେ ଥିବ ସିଏ ତୁମର ସବୁ ଭୁଲକୁ ଲିଭେଇ ତୁମକୁ ଗୋଟିଏ ଭଲ ମଣିଷ କରି ଠିକ୍ ରାସ୍ତାରେ ନେଇ ଚାଲିବ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କେବେ ବି ଅନ୍ୟମାନଙ୍କ କଥାରେ ନିଜ ମନକୁ ଦୁଃଖିତ କର ନାହିଁ। ଲୋକମାନେ କ'ଣ ଭାବୁଛନ୍ତି ତାହା ସେମାନଙ୍କର କର୍ମ, କିନ୍ତୁ ତୁମେ କ'ଣ କରୁଛ ତାହା ତୁମର ଧର୍ମ। ଏ ଦୁନିଆରେ ସମସ୍ତେ ତୁମକୁ ପସନ୍ଦ କରିବେ ତାହା ସମ୍ଭବ ନୁହେଁ। ଆଉ ଯଦି ତୁମେ ଲୋକଙ୍କ କଥାକୁ ଧ୍ୟାନ ଦେବ ତେବେ ଜୀବନ ସାରା ଦ୍ୱନ୍ଦ୍ୱରେ ଛନ୍ଦି ହୋଇ ରହିଯିବ। ଗୋଟିଏ କଥା ମନେ ରଖନ୍ତୁ, ସତ୍ୟ ପଥରେ ଚାଲୁଥିବା ମଣିଷ କିଛି ସମୟ ପାଇଁ ହୁଏତ ହଇରାଣ ହୋଇପାରେ, କିନ୍ତୁ ଯେତେବେଳେ ସୁଖ ଆସିବ ତାଠାରୁ ଅଧିକ ସୁଖୀ ଆଉ କେହି ହୋଇପାରିବେ ନାହିଁ। ତେଣୁ ସବୁବେଳେ ଧର୍ମର ମାର୍ଗରେ ଚାଲିବା ଉଚିତ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟିଏ ସେୟାର କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ।